हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथ यते नमः। जगन्नाथ यते नमः। बोलिए महापुरुष अच्युतानंद जी की सुधे यानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊे महापुरुष अच्युतानंदर अंक गणना समय निर्घंट अंक गणनार जो अंक लिखिं तार समय निर्घंट करने जाऊँ कौ समय ये अंक प्रযোज्य। महापुरुष कहले 58 16 50 अंक चारि रे तुला यही समय रे संग्राम हेबा उत्कलपुर। 58 16 50 अंक चारि रे तुल 124 देवंकर हिसाब कले 5124 जहाँकि महापुरुष कहते 2024 मसीहा आउ यही समय रे संग्राम हेब उत्कलपुर। ये समय रे संग्राम हेब उत्कलपुर बोली महापुरुषंकर ए सिद्ध कहालीर ए कथा जाको उदे बाखर मध्य भविष्यवाणी चकड़ा मड़ान यही कथा मध्य महापुरुष कही। तेणु ही ज्ञानी गुणी मंडल सुधियानी पुनश्च यही कथा पर महापुरुष हाड़ीदास कौन कहले सखा नीलाद्री नंदन आगरे मालिकार नाम है कई फूल मालिका कहले अमरावती कटके दुर्भिक्ष पड़ब मरिबे थोके कई फूलालो पुर कड़ी न बंके कई फूलालो पुर कड़ी न बंके कई फूलालो पुर कड़ी न बंके कई फूलालो। अच्युतानंद महापुरुषंकर जिमिति जाई फूल मालिका से भली हाड़ीदास महापुरुषंकर होउची कई फूल मालिका। तेणु ये कई फूल मालिकार हाड़ीदास मैत्र नीलाद्री नंदन आगे कहते मैत्रे अमरावती कटके ये अमरावती कटक कौटा ना छतिया द्वितीय अमरावती कटक प्रथम अमरावती हूँ नीलाचल क्षेत्र शंख क्षेत्र पुरी ये द्वितीय अमरावती कटक। तो महापुरुष कहे बाबू रे अमरावती कटके दुर्भिक्ष पड़ब मरिबे थके अंकर गुड़िक आम आलोचना करुचे महापुरुष मानकर महापुरुषंकर आउ घोर कली नव अंके से समय दुर्भिक्ष पड़नी पुणी कहले 10 अंकरे कांतार 11 रे टाण बिक्री कर कई फूलालो 12 रे हेब कंट्रोला कई फूलालो 12 रे हेब कंट्रोला कई फूलालो 12 रे हेब कंट्रोला कई फूलालो। महापुरुष कहले बाबू रे कई फूल मालिकारी जे 10 अंकरे कांतार 11 रे टाण बिक्री कर या आपण धरिबे ये समयटा गलानी ना आग को अच्छी धरिबे जदि देवंकर हिसाब करिबा ताले अच्छी
ଯଦି ମାନବ ଅଙ୍କରେ ଦେଖିବା, ଯଦି ଅନ୍ୟ ଅଙ୍କରେ ଦେଖିବା ବା ଛତିଆ ବଟର ଅଙ୍କକୁ ଦେଖିବା ବା ଅନ୍ୟ କେଉଁ ଅଙ୍କକୁ ଦେଖିବା, ତାହେଲେ ଏ ସମୟଟା ଯାଇଛି ବୋଲି ଆମେ ଜାଣିବା। ତେଣୁ ସେଇଥିପାଇଁ କହିଲେ 10 ଅଙ୍କରେ କାନ୍ତାର। କାନ୍ତାର କହିଲେ ମହର କହନ୍ତିନି, ମହର ଘରୁ ଯାଇକି ମୁଁ କାନ୍ତାରେ ପୁରା ପଇଲିଣି କହନ୍ତିନି ଲୋକ କହିଲା ବେଳେ। ଇଏ ତ ଚଢ଼ା ରେଟ୍ରେ ମିଳିବ, କିନ୍ତୁ ଏମିତି ସମୟ ଗୋଟେ ବେଳେବେଳେ ଆସେ ଯେତେବେଳେ ପଦାର୍ଥ ମୋତେ ମିଳେ ନାହିଁ। ତାକୁ କହନ୍ତି କ'ଣ ନା ପୁଣି ପୁନର୍ବାର ପୁଣି ସମୟରେ ମିଳିଯାଏ, ପୁଣି ସମୟରେ ପୁଣି ମିଳେ ସେ ଜିନିଷ, କିନ୍ତୁ କିଛି ସମୟ ପାଇଁ ବା କିଛି ଦିନ କିଛି ମୁହୂର୍ତ୍ତ ପାଇଁ ସେ ପଦାର୍ଥ ମିଳେ ନାହିଁ। ତାକୁ କହନ୍ତି କାନ୍ତାର ପଡ଼ିବା ବୋଲି ମହାପୁରୁଷ ହାଡ଼ିଦାସ କି। ତେଣୁ ସେଇଥିପାଇଁ କହିଲେ ଯେ 10 ଅଙ୍କରେ କାନ୍ତାର, 11ରେ ଟାଣ ବିକ୍ରି କର। କାନ୍ତାର ପଡ଼ି ସାରିଲା ପରେ ଯଦି ଜିନିଷ ମିଳେ ପୁଣି ଟାଣରେ ବିକ୍ରି ହୁଏ। ରେଟ୍ ଚଢ଼ିକିରି ବି କଥା ନା, ଆଉ ଜିନିଷଟା ମିଳୁନଥିବ ମୋଟେ, ପୁଣି ସେ ଜିନିଷଟା ଯେତେବେଳେ ମିଳିବ ସେ ଚଢ଼ା ରେଟ୍ରେ ବିକ୍ରି ହେବ ନା, ଟାଣରେ ବିକ୍ରି ହେବ। ଆଉ 12ରେ ହେବ କଣ୍ଟ୍ରୋଲ। ତାପରେ ଯେତେବେଳେ ଏଭଳି ଦେଖନ୍ତି, ରାଜାମାନେ ଦେଖନ୍ତି, ଶାସକମାନେ ଦେଖନ୍ତି ଏଭଳି ହେଉଛି, କୃତ୍ରିମ ଭାବ ହେଉଛି, ସେ କ'ଣ କରେ କଣ୍ଟ୍ରୋଲ କରିଦିଅନ୍ତି। ନାଇଁ ଆମେ ଯାହା ରେଟ୍ କରିବୁ ସେଇଥିରେ ଚାଲିବ, ଆମେ ଏଇ ରେଟ୍ରେ ବିକ୍ରି ପଡ଼ିବ, ଅଧିକା ବିକିପାରିବନି, ଅଧିକାରେ ତୁମେ ବିକ୍ରି କରିପାରିବନି, ବା ଏତିକି ଜିନିଷ ଷ୍ଟକ୍ ରଖିପାରିବ, ବା ଏଇ ଲୋକଙ୍କୁ ସୁବିଧା ସୁଯୋଗ ଦିଆଯିବ। ସେଇଥିପାଇଁ ମହାପୁରୁଷ ହାଡ଼ିଦାସ ଯାହା କହିଲେ 12ରେ ହେବ କଣ୍ଟ୍ରୋଲ ହେଇଛି, ସେଇ କଥାକୁ ଅଚ୍ୟୁତାନନ୍ଦ ମହାପୁରୁଷ ଯାଇଫୁଲ ମାଳିକାରେ ମଧ୍ୟ କହିଥିଲେ। ସମସ୍ତ କଣ୍ଟ୍ରୋଲ ହେବ କାଗଜେ କାଗଜେ ପୃଥ୍ୱୀ ଚଳିବା ଯାଇ ଫୁଲାଲୋ। କେହି ଟଙ୍କା ପଇସା ନଥିବ ଯାଇ ଫୁଲାଲୋ। ଦେଶେ ଟଙ୍କା ପଇସା ନଥିବ ଯାଇ ଫୁଲାଲୋ। ଟଙ୍କା ପଇସା ନଥିବ ଯାଇ ଫୁଲାଲୋ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଯାଇଫୁଲ ମାଳିକା ଆମେ ଯଦି ପଢ଼ିଥିବା, ସେ ଯାଇଫୁଲ ମାଳିକାରେ ହାଡ଼ିଦାସଙ୍କର ଅନୁରୂପ, କଇଁ ଫୁଲ ମାଳିକାରେ ଯେମିତି ହାଡ଼ିଦାସ ଲେଖିଛନ୍ତି ତାହାର ଅନୁରୂପ ଅଚ୍ୟୁତାନନ୍ଦ ମହାପୁରୁଷ ଯାଇଫୁଲ ମାଳିକାରେ ସେଇଆ ଲେଖିଲେ। କ'ଣ ନା ସମସ୍ତ କଣ୍ଟ୍ରୋଲ ହେବ, ସମସ୍ତ ସବୁ କଣ୍ଟ୍ରୋଲ ହେବ। ମଣିଷର ନିତ୍ୟ ବ୍ୟବହାର ସାମଗ୍ରୀ ଅନେକ କଣ୍ଟ୍ରୋଲ ହେଇଛି, ଆଗକୁ ଆଉ ଯାହା ଅଛି ତାହା ମଧ୍ୟ କଣ୍ଟ୍ରୋଲ ଆଗକୁ ହେବ। ତେଣୁ ସମସ୍ତ କଣ୍ଟ୍ରୋଲ ହେବ, କାଗଜେ କାଗଜେ ପୃଥ୍ୱୀ ଚଳିବ। ଆଉ ପୃଥ୍ୱୀଟା କାଗଜରେ ଚାଲିନି କି? ଟଙ୍କା ମନି ପକେଟରେ ରଖିছে କାଗଜ। ତେଣୁ କାଗଜେ କାଗଜ, ସେ କାଗଜଟା ଦେଖେଇଦେଲେ, କାଗଜଟା ସାମାନ୍ୟ କାଗଜ, ସେ କାଗଜ ଭିତରେ ଫରକ ନାହିଁ ନା। ତେଣୁ ମହାପୁରୁଷ କୋଉଠି ଡଲାର, କୋଉଠି ୟୁରୋ, କୋଉଠି ମନି, ଏଇଭଳି ଆକାରରେ କାଗଜ ଚାରିଆଡ଼େ ଚାଲିଛି ନା, ଆଉ ସାରା ପୃଥିବୀରେ କାଗଜରେ ଚାଲିଛି ନା। ଆଉ ଦେଖେଇଦେଲେ ସବୁ ପଦାର୍ଥ ମିଳୁଛି, ଚାଉଳ ମିଳୁଛି, ଡାଲି ମିଳୁଛି, ପନିପରିବା ମିଳୁଛି, ଫ୍ରିଜ୍ ମିଳୁଛି, ଆସବ ସାମଗ୍ରୀ ଆମେ କାଗଜରେ କିଣୁଛେ ନା, ନୁହେଁ କାଗଜ ଦ୍ୱାରା ଆମେ କ୍ରୟ କରୁଛେ ନା। ଆଉ ତେଣୁ ସମସ୍ତ କଣ୍ଟ୍ରୋଲ ହେବ, କାଗଜେ କାଗଜେ ପୃଥ୍ୱୀ ଚଳିବ। ଦେଖନ୍ତୁ କି ଭବିଷ୍ୟତବାଣୀ 600 ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଶିଷ୍ୟ ରାମଦାସଙ୍କ ଆଗରେ କହିଛନ୍ତି, ବାବୁରେ ସାରା ପୃଥିବୀ କାଗଜ ଦ୍ୱାରା ଚାଲିବ, ଆଉ ଦେଶେ ଟଙ୍କା ପଇସା ନଥିବ। ଆଗକୁ ଏମିତି ସମୟ ଆସିବ ଯୋଉ ଟଙ୍କା ପଇସାରେ ଚାଲିଛି ତା ଆଗକୁ ମଧ୍ୟ ରହିବ ନାହିଁ। ଦେଖିବେ ଆପଣ ଆଗକୁ ସେଇଆ ହବ। ତେଣୁ ସେଇଥିପାଇଁ ମହାପୁରୁଷ ପୁଣି କହିଲେ 13ରେ ଅଗାଧ ହେବ 14 ଅନନ୍ତ କିଶୋର ଦେବ କଇଁ ଫୁଲାଲୋ। ଉତ୍କଳରେ ପ୍ରକାଶିବ କଇଁ ଫୁଲାଲୋ। ଉତ୍କଳରେ ପ୍ରକାଶିବ କଇଁ ଫୁଲାଲୋ। ଉତ୍କଳରେ ପ୍ରକାଶିବ କଇଁ ଫୁଲାଲୋ। ମହାପୁରୁଷ କହିଲେ ବାବୁରେ 13ରେ ଅଗାଧ ହେବ। ସେଇଥିପାଇଁ କହିନାହାନ୍ତି ତରକେ ଥିବୁ 13କୁ। ତେଣୁ 13ରେ ଅଗାଧ ହେବ, 14 ଅନନ୍ତ କିଶୋର ଦେବ। 1400ରେ ତାକୁ ଦେବ ଅଙ୍କରେ ଆପଣ ହିସାବ କରନ୍ତୁ, ବା ଆପଣ ତାକୁ ଅନ୍ୟ ଅଙ୍କରେ ଦେଖନ୍ତୁ, ବା ମସିହାରେ ତ ନୁହଁ। ମହାପୁରୁଷ କହିଛନ୍ତି ସାଲ ମସିହା ଗୁପ୍ତ ହେବ, କେବଳ ଅଙ୍କ ଭୋଗ ହେବ। ସାଲ ମସିହାକୁ ଆପଣ ହିସାବ ନେବେ ନାହିଁ। ଯଦି ଆମେ ସଂଖ୍ୟା କିଛି ପାଇଲେ ମାଳିକାର, ସେ ଅଙ୍କ ପାଇଲେ ସେ ଅଙ୍କକୁ ସାଲ ମସିହାରେ ଆମେ ହିସାବ କରିବା ନାହିଁ, କେବଳ ଅଙ୍କରେ ହିଁ ଆମେ ଦେଖିବା, ଅଙ୍କରେ ହିଁ ହିସାବ କରିବା। ତେଣୁ ସେଇଥିପାଇଁ ମହାପୁରୁଷ କହୁଛନ୍ତି 13ରେ ଅଗାଧ ହେବ, 14 ଅନନ୍ତ କିଶୋର ଦେବ। 14ରେ ଅନନ୍ତ କିଶୋର ଦେବ, ସେ ହେଉଛନ୍ତି କିଏ ନା ସ୍ୱୟଂ ବଳଦେବ। କ'ଣ କରିବେ ନା ଉତ୍କଳରେ ପ୍ରକାଶିବ।
ଏ ଉତ୍କଳରେ ଓଡ଼ିଶାରେ ବଳଦେବ ପ୍ରକାଶିତ ହେବେ। ବଳଦେବ ରାଜା ହେବେ କାହ୍ନୁ ପରିଚାର, ବସିବ ସୁଧର୍ମା ସଭା ଯାଜନଗର ଠାର। ତେଣୁ ବଳଦେବ ପ୍ରକାଶିତ ହେବେ ସେତେବେଳେ। ରାଜା ତ ସମୟ ଅଛି ହେବେ, କିନ୍ତୁ ସେ ପ୍ରକାଶିତ ହେବେ। ଆଉ ପୁଣି କ'ଣ କହିଲେ ନା ପୁଣି ହେବ ମାହାଳିଆ ତେର ଚଉଦେ ହୋ ଇବ ମିଳିଆ କଇଁ ଫୁଲାଲୋ ନେବ କାହା ଓଡ଼ିଆ କଇଁ ଫୁଲାଲୋ ନେବ କାହା ଓଡ଼ିଆ କଇଁ ଫୁଲାଲୋ ନେବ କାହା ଓଡ଼ିଆ କଇଁ ଫୁଲାଲୋ। ପୁଣି ହେବ ମାହାଳିଆ ତେର ଚଉଦେ ହୋଇବେ ମେଳିଆ। ଆକୁ ଆପଣ ବୁଝିବେ, ତାକୁ ଇଏ ଠାରରେ ଆମେ ଆଲୋଚନା କରୁଛେ, ଆକୁ ଧରିବେ ଆପଣ ଏ କଥାକୁ। ମେଳିଆ ହେବେ ତେର ଚଉଦରେ। ସେ ଯୋଉ ଅର୍ଥରେ ଆପଣ ବୁଝନ୍ତୁ, ସାଧାରଣ ଅର୍ଥରେ ବୁଝନ୍ତୁ, ଲୋକାଚାରରେ ବୁଝନ୍ତୁ, ରାଜନୀତି ସ୍ତରରେ ଆପଣ ବୁଝନ୍ତୁ, ଯୋଉ ଅର୍ଥରେ ଆପଣ ବୁଝିବେ। ଆଉ ପୁଣି କ'ଣ କହିଲେ ନା 1517 ଜାଣ ଛୟାଣୋଇ ଶସ୍ତ୍ର ଜପନ ହାଣ କଇଁ ଫୁଲାଲୋ କାଳିଆ ଘାଇ ପ୍ରମାଣ କଇଁ ଫୁଲାଲୋ କାଳିଆ ଘାଇ ପ୍ରମାଣ କଇଁ ଫୁଲାଲୋ କାଳିଆ ଘାଇ ପ୍ରମାଣ କଇଁ ଫୁଲାଲୋ। 1517 ଜାଣ। 15 ଏବଂ 17 ଏଠି କୁହାଯାଇନି ହେ ଜ୍ଞାନୀ ଗୁଣି ମସିହା କଥା, କହିଲେ 1517 ଜାଣ। ସେତେବେଳେ କ'ଣ ହବ ନା ଛୟାଣୋଇ ଶସ୍ତ୍ର ଯବନ ହାଣ। ଛୟାଣୋଇ ଶସ୍ତ୍ର 22 ପାବଛେ ବିନ ଖେଳୁଥିବ ସିଂହାସନରେ ବରୁଣ। ମକ୍କା ମଦିନାରେ ଘୋର ରଣ ହେବ ମରିବେ ଯବନ ଗଣ। ଏ କଥା ମହାପୁରୁଷ ଲେଖିଛନ୍ତି। ମାଳିକାର ନାମ ହେଲା ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟ। ତେଣୁ ମହାପୁରୁଷ କହୁଛନ୍ତି ଏଇ 1517 ଜାଣ ଛୟାଣୋଇ ଶସ୍ତ୍ର। ହିସାବ କରିକି ଦେଖିବେ ଶସ୍ତ୍ର କହିଲେ କେତେ। ମହାପୁରୁଷ କହୁଛନ୍ତି ସହସ୍ର, ଶସ୍ତ୍ର ହଜାର, କେତେ ହଜାର ଆପଣ ହିସାବ କରିବେ। ଛୟାଣୋଇ ଶସ୍ତ୍ର। ଆଉ ସେତେବେଳେ ମହାପୁରୁଷ କହୁଛନ୍ତି କାଳିଆ ଘାଇ ପ୍ରମାଣ। କାଳିଆ ଘାଇ କୋଉଠି? କଟକ। ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି। ତେଣୁ ଏ କଟକର କାଳିଆ ବୋଦା ବା କାଳିଆ ଘାଇରେ ଛୟାଣୋଇ ଶସ୍ତ୍ର ମହାପୁରୁଷ କହୁଛନ୍ତି ଯବନ ହାଣ। ଏଇ କଥା ଲେଖିଲେ। ପୁଣି ଆହୁରି କ'ଣ କହିଲେ ନା 18 ହୋଇବ ଶେଷ 19 ବଛା ଅଛି ବିଶେଷ କଇଁ ଫୁଲାଲୋ 21 ଅବଶେଷ କଇଁ ଫୁଲାଲୋ 21 ଅବଶେଷ କଇଁ ଫୁଲାଲୋ 21 ଅବଶେଷ କଇଁ ଫୁଲାଲୋ। 18 ହୋଇବ ଶେଷ 19 ବଛା ଅଛି ବିଶେଷ। 18 ମହାପୁରୁଷ 18 ହୋଇବେ ଶେଷ 19 ବଛା ବଛି ହେବ। ଏ ଅର୍ଥରେ ଯଦି ଆପଣ ଦେଖିବେ ଯେ ସତ ବୁଝିବ 17କୁ 18 19 ସରୁ ସରୁ ଥୋକାଏ ବଞ୍ଚିବେ ମରୁ ମରୁ। 18 19 ବେଳକୁ ଥୋକାଏ ମରୁ ମରୁ ବଞ୍ଚିଯିବେ। ଯେଉଁ ସମୟ ଆସି ପହଞ୍ଚିଲା ଥୋକାଏ ଆପଣ ଦେଖିବେ ମରୁ ମରୁ ବଞ୍ଚି ଯାଇନାହାନ୍ତି। ଅନେକ ମରୁ ମରୁ ମଧ୍ୟ ବଞ୍ଚିଛନ୍ତି। ଆହୁରି ମଧ୍ୟ ଆଗକୁ ଯଦି ସେ ସମୟ ଆସିବ ସେତେବେଳେ ମହାପୁରୁଷ କହୁଛନ୍ତି ଯଦି ଏ ସମୟଟି ଆଗକୁ ଅଛି ତାହେଲେ ସେତେବେଳେ ମଧ୍ୟ ଥୋକାଏ ମରୁ ମରୁ ବଞ୍ଚିବେ। 21 ଅବଶେଷ। ଅବଶେଷ ଯାହା ରହିବେ ସେ 21 ବେଳକୁ ଯାହା ବାକି ରହିବେ ସେତେବେଳେ କ'ଣ ଗୋଟେ ଘଟଣା ଘଟିବ। ପୁଣି କହିଲେ ମହାପୁରୁଷ ରହିବେଟି ଯେଉଁମାନେ ସତ୍ୟ ଯୁଗ ସୁଖ ଭୋଗିବେ ଦିନେ କଇଁ ଫୁଲାଲୋ ବଳଦେବଙ୍କ ଦର୍ଶନେ କଇଁ ଫୁଲାଲୋ ବଳଦେବଙ୍କ ଦର୍ଶନେ କଇଁ ଫୁଲାଲୋ ବଳଦେବଙ୍କ ଦର୍ଶନ
ମନେ କହି ଭୁଲାଲୋ। ମହାପୁରୁଷ କହିଲେ ରହିବେଟି ଯେଉଁମାନେ ସତ୍ୟ ଯୁଗ ସୁଖ ଭୋଗିବେ ଦିନେ, ଆଉ ଯେଉଁମାନେ ବାକି ରହିବେ ମରୁ ମରୁ ଯେଉଁମାନେ ବଞ୍ଚିଯିବେ ବା ସତ୍ୟ ସତ୍ୟ ଶାନ୍ତି ଦୟା କ୍ଷମା ଏ ପଥର ଯିଏ ପଥିକ ହେଇଥିବେ ଧର୍ମ ଧାରଣାରେ ଥିବେ, ଆଉ ସେମାନେ ରହିଲେ ଆଉ ସେମାନେ ସତ୍ୟ ଯୁଗକୁ ରହିବେ। ସତ୍ୟ ଯୁଗକୁ ଯିଏ ରହିବ ସେତେବେଳେ ଦର୍ଶନ କାହାଙ୍କର ପାଇବ? ଜ୍ଞାନୀଗୁଣୀ ମଣ୍ଡଳ କାହାଙ୍କର ପାଇବ? ନା ବଳଦେବଙ୍କର ଦର୍ଶନ ପାଇବ। ଯେଉଁ ବଳଦେବ କି ମହାପୁରୁଷ କହୁଛନ୍ତି ରାଜା ହେବେ ଦିଲ୍ଲୀ ସିଂହାସନେ, ମାଳିକାରେ ଲେଖା ଅଛି, ଅତୀତରେ ଆମେ ଆଲୋଚନା କରିଛେ ବିଗତ ଅଧ୍ୟାୟ ଗୁଡ଼ିକରେ। ତେଣୁ ଯିଏ ବଳଦେବ ଦିଲ୍ଲୀ ସିଂହାସନେ ଆଗକୁ ରାଜା ହେବେ, ହସ୍ତିନାଥ ସିଂହାସନରେ ରାଜା ହେବେ, ଆମେ ଆଲୋଚନା କରିଥିଲେ। ହସ୍ତିନା କଟକ ଜେବଣ ଭୂଇଁ ଦିଲ୍ଲୀ ଦରବାର ଅଟଇ ସେଇ, ତେଣୁ ସେଇ ଦିଲ୍ଲୀ ସିଂହାସନରେ ବସିବେ ବଳଦେବ, ତାଙ୍କର ଦର୍ଶନ ପାଇବେ। ମାନେ ଯେଉଁମାନେ ରହିବେ, ରହିବେଟି ଯେଉଁମାନେ ସତ୍ୟ ଯୁଗ ସୁଖ ଭୋଗିବେ ଦିନେ। ସତ୍ୟ ଯୁଗର ଯେଉଁ ସୁଖ, କାରଣ ସେତେବେଳେ ଧର୍ମ ଚାରିପାଦରେ ସତ୍ୟ ଯୁଗରେ ଥିଲା। ତପ ଶୌଚ ଦୟା ସତ୍ୟ ସତ୍ୟ ଚାରିଆଡ଼େ ସତ୍ୟର ବାତାବରଣ ଥିଲା। ଲୋକମାନେ ତପସ୍ୟା କରୁଥିଲେ, ତପଶ୍ଚର୍ଯ୍ୟାରେ ମନୋନିବେଶ କରୁଥିଲେ, ଶାନ୍ତିରେ ରହିବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ। ନାଇଁ ମୁଁ ଶାନ୍ତିରେ ରହେ। ଦୟା ଅନ୍ୟଠାରେ ଜୀବଠାରେ ଦୟା ଭାବ ଥିଲା, ଜୀବ ହିଂସା କରୁନଥିଲେ। ନିରାମିଷ ହେଇ ଯେଉଁ ଜନ ଥିବ ସତ୍ୟ ଯୁଗ ସେ ଦେଖିବ। ନିରାମିଷ ହେଇ ରହୁଥିଲେ ସତ୍ୟ ଯୁଗର ଲୋକମାନେ। ତେଣୁ ମହାପୁରୁଷ କହୁଛନ୍ତି ସେତେବେଳେ ଏଇଭଳି ଭାବରେ ଲୋକମାନେ ରହିଥିବେ, ଆଉ ରହିଲେ ସୁଖ ଭୋଗ କରିବେ। ଆଉ ସେଇ ସମୟରେ ବଳଦେବଙ୍କର ଦର୍ଶନ ମଧ୍ୟ ଏମାନେ ପାଇବେ। ପ୍ରଭୁ ବଳଦେବ ରାଜା ହେଇଥିବେ, ତାଙ୍କ ଦର୍ଶନ ମିଳିବ। କାହ୍ନୁ ରାଜା ହେବେନି, ବଳଦେବ ରାଜା ହେବେ, କୃଷ୍ଣ ରାଜା ହେବେନି। ତେଣୁ ମହାପୁରୁଷ ପୁଣି କହିଲେ 21 ଠାରୁ ଜାଣ 29 ପରି ଜନ୍ତେ ପ୍ରମାଣ, କହି ଭୁଲାଲୋ ଭକ୍ତ ସଙ୍ଗେ ଭଗବାନ, କହି ଭୁଲାଲୋ ଭକ୍ତ ସଙ୍ଗେ ଭଗବାନ, କହି ଭୁଲାଲୋ ଭକ୍ତ ସଙ୍ଗେ ଭଗବାନ, କହି ଭୁଲାଲୋ। 21 ଠାରୁ ଜାଣ 29 ପର୍ଯ୍ୟନ୍ତେ ପ୍ରମାଣ। 21 ଠାରୁ 29 ପର୍ଯ୍ୟନ୍ତ, 29 ପର୍ଯ୍ୟନ୍ତ ମହାପୁରୁଷ କହୁଛନ୍ତି ଭକ୍ତ ସଙ୍ଗେ ଭଗବାନ, ଭଗବାନଙ୍କ ସହିତ ଭକ୍ତମାନେ ଥିବେ ବା ଭକ୍ତମାନଙ୍କ ସହିତ ପ୍ରଭୁ ଥିବେ। ଭକ୍ତ ଭଗବାନ ଏକାକାର ହେଇଥିବେ। ଏ ସୁଧୀଜାନୀ ଜ୍ଞାନୀଗୁଣୀ ମଣ୍ଡଳୀ ଆମେ ଆଲୋଚନା କରିଛେ ସବୁ ଯୁଗରେ ଭକ୍ତ ସହିତ ଭଗବାନ ରହିଛନ୍ତି। ତେଣୁ କଳି ଯୁଗରେ ଯଦି ଭଗବାନଙ୍କର ଅବତାର ହେଇଛି, ଭକ୍ତମାନେ ଅଛନ୍ତି, ଭଗବାନଙ୍କର ସନ୍ଧାନ ପାଇନାହାନ୍ତି, କିନ୍ତୁ ଭକ୍ତ ଭଗବାନ ଏକାକାର ହେଇନାହାନ୍ତି। ହେଇଛନ୍ତି ନା? ସବୁ ଯୁଗରେ ଭକ୍ତ ଭଗବାନ ଏକାକାର ହେଇଛନ୍ତି, ହେଇନାହାନ୍ତି? ତ୍ରେତା ଯୁଗରେ ରାମ ଅବତାରରେ ପ୍ରଭୁ ରାମ ଯେତେବେଳେ 14 ବର୍ଷ ବନବାସ କଲେ, ରଘୁକୁଲ କି ରୀତି ସଦା ଚଲି ଆଇ ଜାନ ଯାଇ પર ବଚନ ନ ଯାଇ, ପିତୃ ସତ୍ୟ ପାଳନ କରି ଯେତେବେଳେ 14 ବର୍ଷ ବନବାସ କଲେ, ସେ ସମୟରେ ଭକ୍ତ ଯେଉଁମାନେ ଜନ୍ମ ହେଇଥିଲେ, ନଳ ନୀଳ ଭାଲୁ ମାଙ୍କଡ଼ ଏମାନଙ୍କ ସହିତ ପ୍ରଭୁ ଏକାକାର ହେଇକିରି ମାନବୀୟ ଲୀଳା ସଂସାର କଲେ। ତ୍ରେତା ଯୁଗରେ, ଦ୍ୱାପର ଯୁଗରେ ଯେତେବେଳେ ପ୍ରଭୁ କୃଷ୍ଣଙ୍କର ଅବତାର ହେଇଥିଲା, ସେତେବେଳେ ମଧ୍ୟ ଗୋପୀ ଗୋପାଳୁଣୀ ଭାବରେ ବିଭିନ୍ନ ଜାଗାରେ ପ୍ରଭୁ ଯାହା ଲୀଳା କଲେ, କୃଷ୍ଣ ଅବତାରରେ ବିଭିନ୍ନ ସ୍ଥାନରେ ଯେଉଁ ଲୀଳା କଲେ, ତାଙ୍କୁ ପାଣ୍ଡବମାନେ ମିଳିଲେ ଭକ୍ତ ଭାବରେ, ଗୋପୀ ଗୋପାଳୁଣୀ ମାନେ ମିଳିଲେ ଭକ୍ତ ଭାବରେ ଭଗବାନ କୃଷ୍ଣଙ୍କୁ, ସୁଦାମ ମିଳିଲେ ଦ୍ୱାଦଶ ଗୋପାଳ ଭାବରେ ଭଗବାନ କୃଷ୍ଣଙ୍କୁ, ଏମାନେ ସବୁ ମିଳିଲେ। ତେଣୁ କହିବାର କଥା ଯେ ଭକ୍ତ ଭଗବାନ ସବୁ ଯୁଗରେ ଏକାକାର ହେଇଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଳି ଯୁଗରେ ଏକାକାର ହେଇନାହାନ୍ତି। ଭକ୍ତ ସହିତ ଭଗବାନ ମିଶି ନାହାନ୍ତି, ଏକାଠି ହେଇନାହାନ୍ତି। କିନ୍ତୁ ଆଗକୁ ମହାପୁରୁଷ କହୁଛନ୍ତି 21 ଠାରୁ ଜାଣ 29 ପର୍ଯ୍ୟନ୍ତେ ପ୍ରମାଣ। 21 ଠାରୁ 29 ପର୍ଯ୍ୟନ୍ତ ଏଇ ସମୟ ଭିତରେ ଭକ୍ତ ଯାହା ଲୀଳା ସଂସାର ହେବ, ଯାହା କଳିକି ଲୀଳା ହେବ, ଯାହା ଭଗବାନଙ୍କର ଲୀଳା ହେବ, ସେ ଲୀଳାରେ ଭକ୍ତମାନେ ରହିବେ। ଯଦି ଆଗରୁ ରହିନାହାନ୍ତି, ସେ ଲୀଳା ପ୍ରଭୁଙ୍କ ଲୀଳା ଯାହା ହେବ 21 ରୁ 29 ଯାକେ ଭକ୍ତମାନେ ପ୍ରଭୁଙ୍କ ସହିତ ରହିବେ। ଏ କଥା ମହାପୁରୁଷ ହାଡ଼ିଦାସ କଇଁଫୁଲ ମାଳିକାରେ ଲେଖିଲେ, ଧ୍ୟାନ ଦେବେ କଥା ଉପରେ। ତା ପୂର୍ବରୁ ନୁହଁ, ଆଉ 7 ବର୍ଷେ 7 ଦେଶ ଭ୍ରମଣ କରିବେ, ସେ ପିତବାସ କହି ଭୁଲାଲୋ ମଇ ଭାରା
କରିବେ ଓ ଶ୍ୱାସ କଇଁ ଫୁଲଲୋ ମହି ଭାରା କରିବେ ଉଶ୍ୱାସ କଇଁ ଫୁଲଲୋ ଭାରା କରିବେ ଉଶ୍ୱାସ କଇଁ ଫୁଲଲୋ। କହିଲେ 7 ବର୍ଷରେ ସପ୍ତ ବର୍ଷେ ସପ୍ତ ଦେଶ 7 ବର୍ଷରେ 7ଟା ଦେଶ ମହାପୁରୁଷ କହୁଛନ୍ତି ଭ୍ରମଣ କରିବେ ସେ ପିତ୍ତବାସ। ପିତ୍ତବାସ କଲେ ପିତ ବସନରେ ଯିଏ ଭଗବାନଙ୍କର ପ୍ରଭୁଙ୍କର ବସନ ହେଲା ପିତ କହିଲେ ହଳଦିଆ ବସ୍ତ୍ର, ତେଣୁ ପିତ୍ତବାସ ପ୍ରଭୁଙ୍କର ଏକ ନାମ। ତେଣୁ ସେଇ ପିତ୍ତବାସ 7 ବର୍ଷରେ 7ଟି ଦେଶ ଭ୍ରମଣ କରିବେ ଆଉ ମହି ଭାରା କରିବେ ଉଶ୍ୱାସ, ମହି ଭାରାକୁ ଉଶ୍ୱାସ କରିଦେବେ। ଜ୍ଞାନୀ ଗୁଣିମଣ୍ଡଳୀ ସୁଧୀୟାନୀ ଆଜି ତ ସମୟ ହେଇଛେ ନା, ଆସନ୍ତା ଅଧ୍ୟାୟରେ ବିଷୟ ଆମେ ଆଲୋଚନା କରିବା। ତ ଆସନ୍ତୁ ଆଜି ପାଇଁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ? କହିଲେ ଭକତ ଥିବେ ସେ ଭୀମନଗର, ଭଗତ ଥିବେ ସେ ଭୀମନଗର, ବ୍ରାହ୍ମଣ ନାମରେ ଗୋବିନ୍ଦ କର, ବ୍ରାହ୍ମଣ ନାମରେ ଗୋବିନ୍ଦ କର, ନାମ ମହିମାତା ହେବ ଅପାର, ନାମ ମହିମାତା ହେବ ଅପାର, ନାମେ ଖେଳିବ ସେ ନିରନ୍ତର। ନାମେ ଖେଳିବ ସେ ନିରନ୍ତର। କହିଲେ ଭକତ ଥିବେ ମୋ ଭୀମନଗର, ଥିବେ କହିଲେ ଆଗକୁ ଥିବେ। ତେଣୁ ଭୀମନଗର ବୋଲି ଗାଁରେ ଭକ୍ତ ଜଣେ ଜନ୍ମ ହେଇଥିବ, ନା ତାର ବ୍ରାହ୍ମଣ କୂଳେ ଜନ୍ମ ହେଇଥିବ, ନା ତାର ଗୋବିନ୍ଦକର ହେଇଥିବ ଏବଂ ନାମ ମହିମାତା ହେବ ଅପାର, ଅପାର ନାମ ମହିମାତାର ହେଇଥିବ ଏବଂ ନାମରେ ସେ ସଦା ସର୍ବଦା ଖେଳ ଖେଳୁଥିବ। ଲେଖି ରଖନ୍ତୁ ଏ ଭକ୍ତର ନାଁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ପରେ ଆପଣ ଠାବ କରିବେ। ଆଜି ତ ସମୟ ହେଇଛେ ନା ବାଣୀକି ବିରାମ ଦେବା। ସେ ପ୍ରଭୁଙ୍କର ନାମ ନେଇ ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍, ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍, ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ, ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ। ସୁଧୀୟାନୀ ଆଜି ପାଇଁ ବିଦାୟ ଦିଅନ୍ତୁ, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍। ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।